जय जगन्नाथ साଙ୍ଗମାନେ କେମିତି ଅଛନ୍ତି ବିନ୍ଦାସରେ ଅଛନ୍ତି ତ ମୁଁ ଆଶୁତୋଷ ସ୍ୱାଗତ କରୁଛି ଆଉ ଗୋଟେ ନୂଆ ଫ୍ରେଶ ଭିଡ଼ିଓକୁ। ତ ଫ୍ରେଣ୍ଡ ଆମେ ଆଜି ଏଇ ଭିଡ଼ିଓରେ ଜାଣିବା ଆଇବୁପ୍ରୋଫେନ୍ ପାରାସିଟାମଲ ଟାବଲେଟ୍ ବିଷୟରେ। ଆମେ ଆଜି ଏଇ ଭିଡ଼ିଓରେ ଜାଣିବା ସେଇ ଟାବଲେଟ୍ର ୟୁଜ୍ ଡୋଜ୍ ସାଇଡ୍ ଇଫେକ୍ଟ ବିଷୟରେ। ତ ଫ୍ରେଣ୍ଡ ଭିଡ଼ିଓ ଷ୍ଟାର୍ଟ କରିବା ପୂର୍ବରୁ ଆପଣ ଯଦି ଆମ ଫାର୍ମାସି ମେଡିସିନ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରିଦିଅନ୍ତୁ, ଯଦ୍ୱାରା ଆମେ ଯେତେବେଳେ ବି ମେଡିସିନ ଉପରେ ଭିଡ଼ିଓ ପୋଷ୍ଟ କରିବୁ ସର୍ବପ୍ରଥମେ ଆପଣଙ୍କ ପାଖରେ ନୋଟିଫିକେସନ୍ ପହଞ୍ଚିଯିବ। ତ ଫ୍ରେଣ୍ଡ ଚାଲନ୍ତୁ ଭିଡ଼ିଓ ଷ୍ଟାର୍ଟ କରିବା। ଏହି ଆଇବୁପ୍ରୋଫେନ୍ ପାରାସିଟାମଲ ଟାବଲେଟ୍ଟି NSAID ଗ୍ରୁପର ଟାବଲେଟ୍ ଅଟେ। ଆଉ ଏଇ ଟାବଲେଟ୍ଟି ପେନ୍ କ୍ଲିୟର ପାଇଁ କାମ କରେ। ଏଇ ଟାବଲେଟ୍ଟି ପେନ୍ କ୍ଲିୟର ଟାବଲେଟ୍ ଅଟେ। ଆଉ ବଡ଼ିରେ ଟେମ୍ପରେଚର ଆସିଲେ ମଧ୍ୟ ଏଇ ଟାବଲେଟ୍ଟି ୟୁଜ୍ କରାଯାଏ। ଏହି କମ୍ବିନେସନର କିଛି ପପୁଲାର ବ୍ରାଣ୍ଡ ନେମ୍ ହେଉଛି ଆଇବୁଜେସିକ୍ ପ୍ଲସ୍ ଟାବଲେଟ୍, ଇବୁପ୍ରୋଫେନ୍ ଟାବଲେଟ୍, ଫ୍ଲେକ୍ସନ୍ ଟାବଲେଟ୍, କମ୍ବିଫ୍ଲାମ୍ ଟାବଲେଟ୍, ଆଉ ବି ବହୁତ ବ୍ରାଣ୍ଡ ନାଁରେ ମିଳିଯିବ ଆପଣମାନଙ୍କୁ ମେଡିସିନ ଷ୍ଟୋରରେ। ଏହି କମ୍ବିନେସନର ସିରପ୍ ମଧ୍ୟ ଆସିଥାଏ। ତ ଫ୍ରେଣ୍ଡ ଚାଲନ୍ତୁ ଏହାର ୟୁଜ୍ ବିଷୟରେ ଜାଣିଯିବା। ଏହି ଟାବଲେଟ୍ର ୟୁଜ୍ ବଡ଼ିର ସବୁ ପ୍ରକାର ପେନ୍ ପାଇଁ ୟୁଜ୍ କରାଯାଇଥାଏ, ଯେମିତିକି ମୁଣ୍ଡ ବିନ୍ଧା, ଦାନ୍ତ ବିନ୍ଧା, କାନ ବିନ୍ଧା, ଜଏଣ୍ଟ ପେନ୍, ମାଂସପେଶୀରେ ପେନ୍, ଆଉ ଫେଭର ପାଇଁ ବି ମଧ୍ୟ ଏହି ଟାବଲେଟ୍ଟି ୟୁଜ୍ କରାଯାଇଥାଏ। ତ ଫ୍ରେଣ୍ଡ ଚାଲନ୍ତୁ ଏହାର ଡୋଜ୍ ବିଷୟରେ ଜାଣିଯିବା। ତ ଫ୍ରେଣ୍ଡ ମୁଖ୍ୟତଃ ଏହି ଟାବଲେଟ୍ଟି ଏଜ୍ ଆଉ ୱେଟ୍ ଦେଖିକି ଅଲଗା ଅଲଗା ଡୋଜ୍ରେ ଦିଆଯାଇଥାଏ। ଏହାର ଯେଉଁ କମନ୍ ଡୋଜ୍ ରହିଛି ସେଇ ଡୋଜ୍ଟି ହେଉଛି ଗୋଟିଏ ଟାବଲେଟ୍ ଦିନକୁ 3 ଥର ଖାଇବା ପାଇଁ ଦିଆଯାଇଥାଏ। ଖାଇବା ପରେ ମଧ୍ୟ ଦିଆଯାଇଥାଏ। ଆଉ ଏହି ଟାବଲେଟ୍ଟି 4 ରୁ 5 ଦିନ ଖାଇବା ପାଇଁ ଦିଆଯାଇଥାଏ। ଆଉ ଛୋଟ ଛୁଆଙ୍କୁ ଏମର୍ଜେନ୍ସି ପାଇଁ ଏହାର ସିରପ୍ ମଧ୍ୟ ଦିଆଯାଇଥାଏ, ଗୋଟିଏ ଚାମଚ। ତାପରେ ଡକ୍ଟରକୁ କନସଲ୍ଟ କରିପାରିବେ। ଏହି ସିରପ୍ଟି ଛୁଆମାନଙ୍କୁ ଡକ୍ଟରଙ୍କ କନସଲ୍ଟରେ ହିଁ ଦେବା ଠିକ୍ ରହିବ ଆପଣମାନଙ୍କ ପାଇଁ। ଏହି ଟାବଲେଟ୍ଟି ଖାଇସାରିବା ପରେ ହିଁ ଖାଇବା ଉଚିତ, କାରଣ ଇରିଟେସନ୍ ବା ଗ୍ୟାସ୍ କରିଥାଏ ଏହି ଟାବଲେଟ୍ଟି। ଆଉ ଡକ୍ଟର ଏହି ଟାବଲେଟ୍କୁ ଯେତେବେଳେ ପ୍ରେସ୍କ୍ରାଇବ୍ କରିଥାନ୍ତି ସେତେବେଳେ ରାଣ୍ଟିଡିନ୍ ନହେଲେ ଓମେଜ୍ ଗ୍ୟାଷ୍ଟ୍ରିକ୍ ଟାବଲେଟ୍ ମଧ୍ୟ ଏହି ଟାବଲେଟ୍ ସାଥିରେ ଖାଇବା ପାଇଁ ପ୍ରେସ୍କ୍ରାଇବ୍ କରିଥାନ୍ତି। ତ ଫ୍ରେଣ୍ଡ ଚାଲନ୍ତୁ ଏହାର ପ୍ରିକସନ୍ ବା ୱାର୍ନିଂ ବିଷୟରେ ଜାଣିଯିବା। କେଉଁ କେଉଁ ଲୋକମାନଙ୍କୁ ଏହି ଟାବଲେଟ୍ଟି ଦିଆଯାଇନଥାଏ। ପାରାସିଟାମଲ ଟାବଲେଟ୍ରେ ଯାହାକୁ ଏଲର୍ଜି ଅଛି ସେମାନେ ଏହି ଟାବଲେଟ୍ଟି ଖାଇବା ଅନୁଚିତ, କାରଣ ଏହା ଏକ କମ୍ବିନେସନ୍ ଟାବଲେଟ୍ ଅଛି। ଏଥିରେ ପାରାସିଟାମଲ ୱିଥ୍ ଇବୁପ୍ରୋଫେନ୍ ଟାବଲେଟ୍ ମିଶିକି ଅଛି। ପ୍ରେଗନେଣ୍ଟ ଓମ୍ୟାନ୍, ବେଷ୍ଟ ଫିଡ଼ିଂ ଓମ୍ୟାନ୍, ପେପ୍ଟିକ୍ ଅଲସର ବି ଯାହାର ଅଛି। ଆଉ ଏହି ଟାବଲେଟ୍ଟି ଖାଇବା ପୂର୍ବରୁ ବା ପରେ ଯଦି ମଦ ପିଉଛନ୍ତି ତାହେଲେ ବି ଏହି ଟାବଲେଟ୍ଟି ଖାଆନ୍ତୁ ନାହିଁ। ଏହିସବୁ ଲୋକମାନେ ଏହି ଟାବଲେଟ୍ଟିକୁ ନ ଖାଇବା ଉଚିତ, କାରଣ ଯଦି ଖାଉଛନ୍ତି ତାହେଲେ ଡକ୍ଟରଙ୍କ କନସଲ୍ଟରେ ହିଁ ଖାଆନ୍ତୁ। ଚାଲନ୍ତୁ ଏହାର କିଛି ସାଇଡ୍ ଇଫେକ୍ଟ ବିଷୟରେ ଜାଣିଯିବା। ଡକ୍ଟର ଯେମିତି ପ୍ରେସ୍କ୍ରାଇବ୍ କରିଥାନ୍ତି ସେମିତି ଖାଇଲେ ଏହାର ସାଇଡ୍ ଇଫେକ୍ଟ ବି କିଛି ହେଇନଥାଏ। ଯଦି ଆପଣ ଆପଣଙ୍କ ମନ ଇଚ୍ଛା ଖାଇବେ ତାହେଲେ ଏହାର କିଛି ସାଇଡ୍ ଇଫେକ୍ଟ ଦେଖାଯାଇଥାଏ। ବ୍ଲଡ଼ ପ୍ରେସର ହାଇ ହେଇଯିବା, ବା ଫେସ୍ରେ କିଛି ଲାଲ ଲାଲ ହେଇକି ଉଠିଯିବା, କୁଣ୍ଡିଆ ହେଇପାରେ ବା ନାକରୁ ବ୍ଲଡ଼ ବାହାରିପାରେ, ପେଟରେ ପେନ୍ ହେବା, ବା 2 ରୁ 3 ମାସ ଯଦି ଲଗାତାର ଖାଉଛନ୍ତି ତାହେଲେ ହାର୍ଟ ନହେଲେ କିଡନୀ ଫେଲ୍ ହେବାର ସମ୍ଭାବନା ବି ହେଇଯାଇଥାଏ। ସେଥିପାଇଁ ଏହି ଟାବଲେଟ୍ଟି ଡକ୍ଟରଙ୍କ କନସଲ୍ଟରେ ହିଁ ଖାଇବା ଭଲ, କାରଣ ଏହି ଭିଡ଼ିଓଟି କେବଳ ଜେନେରାଲ ନଲେଜ ପାଇଁ ହିଁ ବନାଯାଇଛି। ଏହି ଭିଡ଼ିଓ ଦେଖି ଏହି ଟାବଲେଟ୍ଟି ୟୁଜ୍ କରନ୍ତୁ ନାହିଁ। ତ ଫ୍ରେଣ୍ଡ ଭିଡ଼ିଓଟି କେମିତି ଲାଗିଲା? ଭିଡ଼ିଓଟି ଯଦି ପସନ୍ଦ ଆସିଥିବ ତାହେଲେ ଗୋଟେ ଲାଇକ୍, ଗୋଟେ ସେୟାର, ଗୋଟେ କମେଣ୍ଟ ମଧ୍ୟ କରିଦେବେ। ତ ଫ୍ରେଣ୍ଡ ଆଜି ପାଇଁ ଏତିକି, ରହିଲି। ଜୟ ଜଗନ୍ନାଥ।